ପଲ୍ଲବୀ ଏବେ କ'ଣ କରିବେ? କ'ଣ ପୋଲିସ କବଳରୁ ଗୌରବ ଭାଇଙ୍କୁ ବଞ୍ଚାଇ ପାରିବେ? କ'ଣ ସତରେ ଗୌରବ ଭାଇ ଜୁଏଲାରୀ ସପ୍ରୁ ଚୋରି କରିଛନ୍ତି? ଏବେ କ'ଣ ହେବ ମାୟା ଓ ମମତା ସିରିଏଲ୍? ଏହା ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୋଷ, ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ପଲ୍ଲବୀ କୋଚିଂରେ ଭଲ ମାର୍କ ରଖିଥିବାରୁ ଘରେ ସେଲିବ୍ରେସନ୍ କରୁଛନ୍ତି। ଆଉ ଏସବୁ ଦେଖି ରୁବି ମନେ ମନେ ରାଗି ଯାଉଛନ୍ତି, ଆଉ କହୁଛନ୍ତି ଆଜି ତୋତେ ଛାଡ଼ି ଦେଉଛୁ, କାହିଁକି ନା ଘରେ ସମସ୍ତେ ଖୁସି ଅଛନ୍ତି। ଆଉ ଡାଇନିଂରେ ବସି ଖାଇବା ଖାଉଥିବା ସମୟରେ ରୁବି ଆନନ୍ଦକୁ କହୁଛନ୍ତି ଗୌରବକୁ ମୁଁ ଆଜି ଦେଖିଛି କିଛି ଗୁଣ୍ଡାମାନଙ୍କ ସହିତ, ଆଉ ସେଠାରେ ପଲ୍ଲବୀ ମଧ୍ୟ ଥିଲା। ଏକଥା ଶୁଣିଲା ପରେ ଆନନ୍ଦ ଗୌରବକୁ କିଛି କହିବା ପୂର୍ବରୁ ହଠାତ୍ ମହାପାତ୍ର ମେନ୍ସନ୍କୁ ପୋଲିସ ଆସୁଛନ୍ତି। ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ପୋଲିସ କାହିଁକି ଆସିଛନ୍ତି। ଆଉ ଆନନ୍ଦ ଇନ୍ସପେକ୍ଟରଙ୍କ ପାଖକୁ ଯାଉଛନ୍ତି, ଆଉ କହୁଛନ୍ତି ଏତେ ରାତିରେ କାହିଁକି ଆସିଛନ୍ତି। ଆଉ ଇନ୍ସପେକ୍ଟର କହୁଛନ୍ତି ଗୌରବ ନାଁରେ ୱାରେଣ୍ଟ ଅଛି, ସେ ଗୋପବନ୍ଧୁ ଜୁଏଲାରୀ ସପ୍ରୁ ଚୋରି କରିଛି। ଏକଥା ଶୁଣିଲା ପରେ ଘରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆଉ ବିନୋଦ ମଧ୍ୟ ଇନ୍ସପେକ୍ଟରଙ୍କ କଥାରେ କହୁଛନ୍ତି ହଁ, ସିଏ ନିହାତି ଚୋରି କରିଥିବ। ଆଉ ଗୌରବ କହୁଛନ୍ତି ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି, ମୁଁ ଚୋରି କରିନି। କିନ୍ତୁ ଇନ୍ସପେକ୍ଟର କିଛି ବି ଶୁଣୁନାହାନ୍ତି, ଆଉ କହୁଛନ୍ତି ତମ ନାଁରେ ୱାରେଣ୍ଟି ଅଛି ମାନେ ଆମେ ତମକୁ ଏଠାରୁ ନେଇକି ଯିବୁ। ପଲ୍ଲବୀ ମନା କରୁଛନ୍ତି, ଆଉ ଇନ୍ସପେକ୍ଟର କାହା କଥା ଶୁଣୁନାହାନ୍ତି, ଗୌରବଙ୍କ ହାତରେ ହାତକଡ଼ି ପକାଇ ସେଠାରୁ ନେଇକି ଯାଉଛନ୍ତି ଆରି। ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ପଲ୍ଲବୀ କ'ଣ ଗୌରବଙ୍କୁ ନିର୍ଦ୍ଦୋଷରେ ଖଲାସ କରିପାରିବେ? ଆପଣମାନଙ୍କୁ କ'ଣ ଲାଗୁଛି ଏବେ କି ମୋଡ଼ ନେବ ମାୟା ଓ ମମତା ସିରିଏଲ୍? ଏହା ଜାଣିବା ପାଇଁ ଆପଣମାନେ ନିଶ୍ଚିନ୍ତ ଭାବରେ ଆଗାମୀ ଏପିସୋଡ଼ ଦେଖନ୍ତୁ। ଯଦି ଆପଣମାନଙ୍କୁ ମାୟା ଓ ମମତା ସିରିଏଲ୍ ଭଲ ଲାଗୁଥିବ ନିଶ୍ଚିନ୍ତ ଭାବରେ ଏ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ।